ମାଗୁଛି ଗଲା ତା ପାଖକୁ ମାରିଚ ପାଖକୁ କହିଲା ମାମୁଁ ନମସ୍କାର। ଆରେ ଭଣଟା ସିନା ମାମୁଁକୁ ନମସ୍କାର ହବ ନା ଇଏ ନମସ୍କାର ହେଲା ଇଏ ନମସ୍କାର ହେଲା ମାମୁଁ ତମେ ତ ମତେ ନମସ୍କାର ହେଲା ନା ପୁଅ ଗୋଟେ ବିପଦ ପଡୁଛି। ବିପଦ କଣ ପଡୁଛି? ବିପଦ ପଡିଲେ ଆମେ ହାଡିଟା ଟା ଗୋଡ ଧରୁନା ଗୋଟେ ହାଡିଟେ ହେଇଥିବୁ କଣ ଗୋଟେ ଅଫିସର ମୁଁ ଗାଡି ଦେଇଛି ଆଜ୍ଞା ତମ କେତେ ରଖିଦିଅ ନା କଣ ଆଉ ଧରିଥିଲେ ଭଗବାନ ତୁ ତ ମତେ ସବୁଦିନ ନମସ୍କାର ହଉଛି ମୁଁ ସବୁଦିନ ନମସ୍କାର ହେଇଗଲି ଆଉ କାରଣଟା ନା ଗୋଟିଏ ହବ ନା ଦିଟା ରବର ଗୋଡ ତାକୁ ଭୁଲେଇ ନବୁ ଶିକ୍ଷା ତାକୁ ତାର ଆଣେଇଲି ଦଶର ସବୁ କଥା କହୁଛ ହବନି ଜୀବନରେ ମୋ ମା ବସ ବୁଡେଇକି ମାରିଦେଲା ମତେ ମାରିଥାନ୍ତା ପବନାସ୍ତ୍ରରେ ଉଡେଇ ଦେଲା ପବନାସ୍ତ୍ର କାହିଁକି ଉଡେଇଲା କାହିଁକି ମୁଁ ଷଣ୍ଢ ହେଇକି ଯାଇଥିଲି। ଆଚ୍ଛା ଦ୍ୱାପର ଯୁଗରେ ତ ଷଣ୍ଢକୁ ମାରିଲେ କାହିଁକି ମାରିଲେନି କେତେ ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଦ୍ୱାପରରେ ଲୀଳା ପୁରୁଷୋତ୍ତମ ରାମ ଏ କଳି ଯୁଗରେ ଶ୍ରୀ ପୁରୁଷୋତ୍ତମ ରାମ ସତ୍ୟ ଯୁଗରେ କୋଉ ପୁରୁଷୋତ୍ତମ ରାମ ଖାଲି କହିଥିଲି 5 ଯୁଗ କଥା ଅନନ୍ତ ଯୁଗରେ କୋଉ ପୁରୁଷୋତ୍ତମ ରାମ ଏ ପୁଅ ଯଦି ରହିବ ଦିଟା କହିଥାନ୍ତା ସିନା ପଳେଇବ ଆଉ କୋଉ ଗାୟକ କହିବ ନହେଲେ ଦିଟା ଭଗବାନ ମତେ ଥିଲା ଆର ବର୍ଷ କହିଲା ଚେଷ୍ଟା ହେଲେ ମର୍ଯ୍ୟାଦା ରକ୍ଷା କରିବା ପାଇଁ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଦ୍ୱାପରରେ ହେଲେ ଲୀଳା ପୁରୁଷୋତ୍ତମ ରାମ ଇଏ କଳି ଯୁଗରେ ଶ୍ରୀ ପୁରୁଷୋତ୍ତମ ରାମ ଖାଲି କହିଲେ ହବ ଆଉ ଆମେ ସମସ୍ତେ ଡାକୁଛେ କହିଛି କୋଉଦିନ ପୁରୁଷୋତ୍ତମ ରାମ କୋଉଦିନ ଡାକୁଛେ ବୋଲେ ବଡବଡିଆ ହେ 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 ବଡବଡିଆ ହେ
ଧଇଲା ତାକୁ କହିଲା ତୁ ମୃଗ ହୋଇଯା ମୁଦା ଉହାରରେ ଲୁଚିଲା ଧୀରେ ଧୀରେ ପାରିତରେ ମାକୁ ଦେଖିନଥିଲା ମା ଯାଏ ନଥିଲେ ନା ମାକୁ ଦେଖିଲା ଜୀବନଟା ଧନ୍ୟ ହେଇଗଲା ତମ ବାପା ମାଙ୍କୁ ଦେଖୁଛି ମୋ ମା ମାନେ ଟିକେ ପଟେ ବଳିଥିଲେ ମତେ ଆମକୁ ଖୁସି ଲାଗେ ଆଉ କଣ ମା ମାନେ ବସେ ଖୁସି କହିଲା ମାକୁ ଦେଖିଲି ମୋ ଜୀବନ ଧନ୍ୟ ହେଇଗଲା ଆଚ୍ଛା ସିଏ ତ ଆସିଛନ୍ତି ଦୁଆର କବି ଗୀତ ଗାଇ କିଏ ବୋଲିଲେନି କଣ ବୋଲେ ଗୋଟିଏ ବୋଲିଲେ କବି କିଏ ସେ ବିଶ୍ୱନାଥ କୁଟିଆ ବିଶ୍ୱନାଥ କୁଟିଆ ଶାନ୍ତ ନ କରିଲେ ପରିଧି ନ କରିଲେ ଆଜ୍ଞା କେତେ ଦଳି ଦେଖି ରଖିପାରିବେନି ଆଜ୍ଞା ସେତିକି ଶୁଣ ସେତିକି ସେଠି ଆସିଲେ ଶୁଣିବେ ମୁଁ ଏଇଟାকে ଆସିଛି ଜିରାଳ ଭାଇ ମାନିଥିଲି ସେ କଥା କହିଲେ ଆପଣ ମାନେ ଯାହା ଶୁଣିବେ ସେଇଟା ଆପଣ କାନ କରୁଛ ଅଧାରୁ ଶୁଣିଲା ସେ ଅଧାରୁ କରୁଛ କାନଟା ଫୁଲ ହବ କଣ ହେଲା ଗୋଟେ ଦେଶ ପକେଇଲା ଆପଣ ଖାଇବାକୁ ଦେଉଥିଲା ସମସ୍ତେ ଡାକିଦେଲେ କାହାକୁ ଗାମୁଛା କୀର୍ତ୍ତନ କରିବେ ଖାଇକି ଆସନ୍ତୁ ବହୁତ କଣ କହିଲି ଆଜ୍ଞା କଣ କହୁଛି କଣ କହୁଥିଲି କଣ ନାହିଁ ମୃଗ କହିଲା କହିଲା ଯଦି ମୁଁ ଗୋଟେ ମୃଗ ମାନେ କଣ ସୀତାମା ଦେଖିଲେ ମୋ ମାକୁ ନିନ୍ଦା ହବ ବୋଲି କବି କେତେ ଚତୁର ଲେଖିଲେ କହିଲେ ମୁଁ ଯଦି ମୃଗ ମାନେ ପୁରୁଷ ହେବି ମୋ ମାକୁ ନିନ୍ଦା ହବ ତାଙ୍କର ରାମଚନ୍ଦ୍ର ଖାଇ ଆଉ ଗୋଟେ ପୁରୁଷର ଲୋକ ମୁଁ ବେଶ ହେବି ଗୋଟେ ହରିଣୀ କୋଉ ବେଶ କବି ଲେଖିଲେ କେମିତି ବିଶ୍ୱନାଥ କୁଟିଆ ଦଶ କବି ବନେଇ ବଣୁଥା ବିଶ୍ୱନାଥ କୁଟିଆ ଆସିଲେ ହେମ ହରିଣୀ ପ୍ରଥମ ପଦରେ ହରିଣୀ ଲେଖେ ସ୍ତ୍ରୀଲିଙ୍ଗ ହେମ ହରିଣୀ ଧୀରେ ନିନ୍ଦା ହବ
କୁଆଡ଼େ ସେ ଚୋଟେଇବ ସେଠିକି ନଥିବ ତା ବାପା ମା ଭାଇ ଭଉଣୀ ମାଆକୁ କଣ କହନ୍ତି ମୋ ପୁଅ ମୋ ଟିକି ବାପା ମାଆକୁ କଣ କହନ୍ତି ମଦର ମଦରଟି ଇଆଡ଼େ ଆସୁନ ମାଆକୁ କଣ କହନ୍ତି ଧନ ବାପାକୁ ଆଦର ଭଉଣୀକି ଭାଇକି ଯୋଉ ଗାୟକ ମତେ ଚବଉଥବ ଚାରି ଜଣକୁ ଚିହ୍ନି ନାହାନ୍ତି ଭାଦର ମଦର ବଦର ସିଷ୍ଟମ ଚିହ୍ନି ନାହାନ୍ତି ମାଆକୁ ଚିହ୍ନିଲା ପଶୁ ବାପା କଥାରେ ହାତ ଦେଲା କହିଲା ପୁଅରେ କଣ